ସତ୍ୟତା ପରିଧାନ କର, ଶିରସ୍ତ୍ରାଣ ପରିଧାନ କର। ଏଫେସୀୟ ପୁସ୍ତକ 6 ଅଧ୍ୟାୟ 14। ଶିରସ୍ତ୍ରାଣ ପରିଧାନ କର। ଏଫେସୀୟ ପୁସ୍ତକ 6 ଅଧ୍ୟାୟ 17। ଜୀବନ୍ତ ବାକ୍ୟ ପରିଧାନ କର। ଏବ୍ରୀ ପୁସ୍ତକ 4 ଅଧ୍ୟାୟ 12। ଜେରେମିୟ ପୁସ୍ତକ 23 ଅଧ୍ୟାୟ 29 ପଦରେ ଏପରି ଲେଖା ହେଉଛି, ଈଶ୍ୱରଙ୍କ ବାକ୍ୟ ନିଆଁ ପରି, ଆତୁଡ଼ି ପରି। ଈଶ୍ୱରଙ୍କ ବାକ୍ୟ ନିଆଁ ଏବଂ ଆତୁଡ଼ି ପରି। ପ୍ରିୟର ପ୍ରଭୁଙ୍କ ଲୋକମାନେ, ଯେତେବେଳେ ସତ୍ୟତା ପରିଧାନ କରିବ, ପାପ ଆସିଲେ ତାହା ଈଶ୍ୱରଙ୍କ ବାକ୍ୟ ଦ୍ୱାରା ଓ ସତ୍ୟତା ଦ୍ୱାରା ଛିନ୍ନ ଭିନ୍ନ କରେ। ତାହା ପ୍ରତିବାଦ କରିବ, ସତ୍ୟରେ ପ୍ରବେଶ କରିବା ପାଇଁ ଅନୁମତି ଦେବ ନାହିଁ। ପ୍ରିୟର ପ୍ରଭୁଙ୍କ ଲୋକମାନେ, ଅପବିତ୍ର କରିବାକୁ ଇଚ୍ଛା କରିବ ନାହିଁ। ଯେହେତୁ ଆମ୍ଭେମାନେ ସତ୍ୟତା ପରିଧାନ କଲୁ, ଶିରସ୍ତ୍ରାଣ ପରିଧାନ କଲୁ, ଆଉ ଜୀବନ୍ତ ବାକ୍ୟ ପରିଧାନ କଲୁ। ପ୍ରିୟର ପ୍ରଭୁଙ୍କ ଲୋକମାନେ, ଜେରେମିୟ ପୁସ୍ତକ 5 ଅଧ୍ୟାୟ 14 ଏପରି ଲେଖା ହେଉଛି, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଆମ୍ଭର ବାକ୍ୟ ଅଗ୍ନି ତୁଲ୍ୟ। ପ୍ରିୟର ପ୍ରଭୁଙ୍କ ଲୋକମାନେ, ସଦାପ୍ରଭୁ କହନ୍ତି, ଆମ୍ଭର ବାକ୍ୟ ଅଗ୍ନି ପରି, ଆମ୍ଭର ବାକ୍ୟ ଅଗ୍ନି ତୁଲ୍ୟ। ତେଣୁ ସତ୍ୟ ରୂପ କଟିବନ୍ଧନୀରେ କଟି ବାନ୍ଧି ଧାର୍ମିକତା ରୂପ ଉରସ୍ତ୍ରାଣ ପରିଧାନ କର। ପରିଧାନ ରୂପ ଶିରସ୍ତ୍ରାଣ ପରିଧାନ କର। ତା ହେଲେ ଶୟତାନ ତୁମ୍ଭକୁ ଗ୍ରାସ କରିବ ନାହିଁ, ବିନଷ୍ଟ କରିବ ନାହିଁ। ତେଣୁ ଆମ୍ଭେମାନେ ଅଟଳ ଭାବରେ ରହିବା ଆବଶ୍ୟକ। ମୁଣ୍ଡରେ ହେଲମେଟ୍ ପରି ପରିଧାନ କରିବା ଆବଶ୍ୟକ। ଛାତିରେ ପ୍ରୋଟେକ୍ସନ୍ ପରି ପରିଧାନ କରିବା ଆବଶ୍ୟକ। ଅଣ୍ଟାରେ ବେଲ୍ଟ ପରି ପରିଧାନ କରିବା ଆବଶ୍ୟକ। ପାଦୁକାରେ ଚପଲ ପରି ପରିଧାନ କରିବା ଏବଂ ଅଟଳ ରହିବା ଆବଶ୍ୟକ। ପ୍ରିୟର ପ୍ରଭୁଙ୍କ ଲୋକମାନେ, ଯଦି ଈଶ୍ୱରଙ୍କ ବାକ୍ୟ ପରିଧାନ କରିବା ନାହିଁ, ପାଳନ କରିବା ନାହିଁ, ନିଶ୍ଚୟ ଶୟତାନ ଆମ୍ଭମାନଙ୍କୁ ଗ୍ରାସ କରିବ, ବିନଷ୍ଟ କରିବ। ତେଣୁ ଆମ୍ଭେମାନେ ଆତ୍ମିକରେ ଅଟଳ ରହିବା ଆବଶ୍ୟକ। ସତ୍ୟତା ପରିଧାନ କରି ଅଟଳ ରହିବା ଆବଶ୍ୟକ। ପ୍ରିୟର ପ୍ରଭୁଙ୍କ ଲୋକମାନେ, ଏ ବାକ୍ୟ ଦ୍ୱାରା ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ।